ଆପଣଙ୍କର ଭେଣେଇ ଭାଇଙ୍କର ଆଜି ଶ୍ରାଦ୍ଧ ଦେଲେ ଆପଣଙ୍କ ଭଉଣୀ ବଞ୍ଚି ଥାଉ ଥାଉ ଜଣେ ମଣିଷଙ୍କର ଶ୍ରାଦ୍ଧ ମାନେ ଆପଣଙ୍କ ଭିଣେଇ ସେ ଥିଲେ ଏକ୍ସ ଭିଣେଇ ନାଇଁ ଭିଣେଇ ଥିଲେ ଯେଉଁ କଥା କହିଲେ ସେଇଟା ଟିକେ ତ ଗୋଟେ ଭଲ ପାଇବା ଗୋଟେ ଭଲ ପାଇବା ଥିଲା ତ ନିହାତି ଆଜି ବି କଷ୍ଟ ଲାଗିଲା ତା ମନ ଭିତରେ ବହୁତ କିଛି ରାଗ ଭିତରେ ବି ସେ ଯେଉଁ ବେଦନାଟା ଥିଲା ତାକୁ ଦେଖିବାକୁ ମିଳିଲା ତ କାରଣ 8 ବର୍ଷର ଭଲ ପାଇବା ଗୋଟେ ସେଇଟା ଛୋଟିଆ କଥା ନୁହଁ କାରଣ ଆଜି ବି ତାର ବାହାଘର ତ ଆଜି ପର୍ଯ୍ୟନ୍ତ ବି ବୋଧହୁଏ ସିଏ କେଉଁଠି ନା କେଉଁଠି ତା ମନ ଭିତରେ ସବୁବେଳେ ସେ ଭଲ ପାଇବାକୁ ଧରିକି ଚାଲିଥିଲା କିନ୍ତୁ ଆଜି ସେଇଟା ଶେଷ କରିଦେଲା ଯେଉଁଟାକି ପିଣ୍ଡଦାନ ଯେଉଁ ପିଣ୍ଡଦାନ ଯେତେବେଳେ ମଣିଷକୁ କ୍ରୋଧ ଆସେ ସେଇ ସମୟରେ ଆମେ କୁହନ୍ତି ବଞ୍ଚି ଥାଉ ଥାଉ ଆମେ ମାରିଦିଅନ୍ତି ତ ସେଇ ଜିନିଷ ଆଜି ଦେଖିବାକୁ ମିଳିଛି କିନ୍ତୁ ବାସ୍ ଏବେ ବୋଧହୁଏ ସମଗ୍ର ଓଡ଼ିଶାବାସୀ ତା ସହିତ ଅଛନ୍ତି ସେ ଯେଉଁ କଥା ସବୁ ସମୟରେ କୁହେ ଯେ ଓଡ଼ିଶାବାସୀମାନଙ୍କ ପାଖରୁ ସେ ଭଲ ପାଇବା ପାଇଛି ତେଣୁ ଆଗାମୀ ଦିନରେ ସେ ଭଲ ପାଇବା ସମସ୍ତେ ରଖନ୍ତୁ ନିହାତି ଭାବରେ କାରଣ ମୁଁ ତାକୁ ସମଗ୍ର ଓଡ଼ିଶାବାସୀଙ୍କୁ କହିବି ମଧ୍ୟ ଏମିତି ଭଲ ପାଇବା ତାକୁ ଦିଅନ୍ତୁ ତା ଜୀବନରେ ସେ ଆଉ କେବେ ବି ନ ଭାବୁ ଯେ ପୁଣି ସେ ଭୁଲ କାମ କରିବା ପାଇଁ କାରଣ ଯେଉଁ ଭୁଲଟି କରିଥିଲା ସେ ଆଜି ପର୍ଯ୍ୟନ୍ତ 8 ବର୍ଷ ଧରି ସେଇ ଭୁଲକୁ ସୁଧାରିବା ପାଇଁ ସେ ପ୍ରତ୍ୟେକ ସମୟର ନିଜକୁ ଯନ୍ତ୍ରଣା ଦେଇ ଚାଲିଥିଲା ଆପଣମାନେ କିଛି ଦିନ ପୂର୍ବରୁ ମଧ୍ୟ ଦେଖିଥିଲେ କେମିତି ସେ ମେଡ଼ିକାଲରେ ପଡ଼ିଥିଲା କେଉଁ ନିଜର ଜୀବନ ସହିତ ସଂଘର୍ଷ କରି ପୁଣି ସେ ଯାତ୍ରାକୁ ଆସିଲା ତେଣୁ ବହୁତ ଗୋଟେ ବୋଧହୁଏ କେତେଜଣ ଦେଖୁଥିବେ ହୁଏତ ମଜାକ ନେଉଥିବେ ହୁଏତ ରାନୀ ପଣ୍ଡା ଏଇଟା ଗୋଟେ କ'ଣ ନା ସେଇଟା କଥା ନୁହେଁ କାରଣ ମନକୁ ବାଧେ ସେଇଟା କରେ ତ ଆଜି ମୁଁ ମଧ୍ୟ କୁମ୍ଭମେଳାକୁ ଯାଇଥିଲି ଗଙ୍ଗାରୁ ଯେଉଁଟାକି କୁହନ୍ତି କୁମ୍ଭ ସମୟରେ ଗଙ୍ଗାରୁ ପାଣି ଆଣିବା ସେ ପାଣି ବି ନେଇକି ଆସିଥିଲି ଆଜି ସେ ପାଣି ଟିକେ ଦେଲି ସେ ପାଣି ନିଜ ଉପରେ ସେ ଛିଞ୍ଚିଲା ଆଉ ଯେଉଁଟାକି ବୋଧହୁଏ ତା ଜୀବନରେ ଏବେ ସେ ଭଲ ଭାଇ ଆଗକୁ ଯିବ ଭଲ କାର୍ଯ୍ୟ କରିବ ଭାଇ ଭଲ ପାଇବା କଥା ଆସିଲେ ଆମେ ଅନୁଭବଙ୍କ କଥା ଭାବୁ କି ଭଲ ପାଇଲା ବେଳେ ପରସ୍ପର କୁହନ୍ତି କି ଅନୁଭବଙ୍କ ପ୍ରଥମ ଫିଲ୍ମ କ'ଣ ଥିଲା ଇଏ ଧୋକା ଦେଲା ବେଳେ କ'ଣ କୁହାଯିବ କି ରାଣୀ ପଣ୍ଡା କେମିତି ଧୋକା ପାଇଥିଲେ ଧୋକା ପାଇଲା ପରେ କ'ଣ କରିଥିଲେ ନିହାତି ରାଣୀ ପଣ୍ଡାଙ୍କ ଚର୍ଚ୍ଚା ଆଉ ଭଲ ପାଇଲା ବେଳେ ଅନୁଭବର ଚର୍ଚ୍ଚା ନିହାତି କାରଣ ପ୍ରତ୍ୟେକ ଝିଅମାନେ ବି ତ ଏବେ ବୋଧହୁଏ ଭଲ ପାଇବା ପୂର୍ବରୁ ସେ ଚିନ୍ତା କରିବେ ଥରେ ରାନୀ ପଣ୍ଡା କଥା କାରଣ ରାନୀ ପଣ୍ଡା ଯେଉଁ କଷ୍ଟ ପାଇବା ପରେ ଯେଉଁ ପିଣ୍ଡଦାନ ପୁଣି ଆଜି ସବୁ ଶେଷରେ ଯେଉଁ ପିଣ୍ଡଦାନ ବୋଧହୁଏ ଝିଅମାନେ ଯେତେବେଳେ ଭଲ ପାଇବା କଥା ଚିନ୍ତା କରିବେ ଥରେ ରାନୀ ପଣ୍ଡା କଥା ଭାବିବେ ବ୍ରେକଅପ୍ ହେବା କଥା ଯେଉଁଟା ଦେଖନ୍ତୁ ବହୁତ ଗୁଡ଼ାଏ ବ୍ରେକଅପ୍ ହେଉଛି ସେଇଟା ରହିଯାଉଛି ତାଙ୍କ ନିଜ ଭିତରେ କାରଣ ଏଇଟା ଗୋଟେ ଆପଣମାନଙ୍କ ତରଫରୁ ଆପଣମାନେ ବି ବିଗତ ଦିନ ଧରି ରାନୀ ପଣ୍ଡା ସହିତ ଅଛନ୍ତି ଜାଣିଥିବେ ଗୋଟେ ତାର ଏଇଟା ଗୋଟେ ହୃଦୟରୁ ଭଲ ପାଇବା ଥିଲା ଯେଉଁ ଭଲ ପାଇବାକୁ ନେଇ ସେ ପାଗଳାମୀ ସବୁ ସମୟରେ ସେ ପାଗଳାମୀ ହେଇଛି ସେ ଭଲ ପାଇବାକୁ ନେଇକି କିନ୍ତୁ ଆଜି ଶେଷରେ ସେ ପିଣ୍ଡଦାନ ଏଇଥିପାଇଁ କଲା କାରଣ ଜଣକୁ ଆମେ ଯଦି ହୃଦୟରେ ସବୁ ସମୟ ପାଇଁ ରଖିଦିଅନ୍ତି ତାକୁ ହୃଦୟରେ କାଢ଼ିବା ପାଇଁ ହେଲେ ସେମିତି ଗୋଟେ ସମୟ ଆସେ ଯେଉଁ ସମୟ ଦ୍ୱାରା ଆମେ ସେଇ ପିଣ୍ଡଦାନ ଦ୍ୱାରା ଆମେ କାଢ଼ି ପାରନ୍ତି ତେଣୁ କରିକି ଫିଲ୍ମ ଲାଇନରେ ଯଦି ଫିଲ୍ମ କଥା କହିବା ସବୁ ଜାଗାରେ କହୁଛନ୍ତି କି କେତେବେଳେ ଫ୍ଲପ୍ ହେଇଯାଉଛି ଫିଲ୍ମ କି କେତେବେଳେ କହୁଛନ୍ତି କପି ହେଇଯାଉଛି କେତେବେଳେ ଫିଲ୍ମ ବର୍ତ୍ତମାନ ଚାଲୁନି ହଲ୍ରେ କିନ୍ତୁ ରିଏଲ୍ ଫିଲ୍ମ ଯେଉଁ ଆକ୍ଟର ଆକ୍ଟ୍ରେସ୍ ମାନଙ୍କର ରିଏଲ୍ ଫିଲ୍ମଟା ବର୍ତ୍ତମାନ ବହୁତ ଅଧିକ ହେଇଯାଉନି ହଁ କାରଣ ରିଏଲ୍ କାହାଣୀକୁ ନେଇକି ତ ଫିଲ୍ମ ହୁଏ ନା ଆପଣ ପୁଣି ଚାଲୁନି କେମିତି କହିଲେ ରାଣୀ ପଣ୍ଡାଙ୍କ ଧୋକା ଷ୍ଟୋରିକୁ ନେଇକି ଆପଣ ଗୋଟେ ମ୍ୟୁଜିକ୍ ଭିଡ଼ିଓ କରିବେ କି ନାଇଁ ମ୍ୟୁଜିକ୍ ଭିଡ଼ିଓ ଆଗତୁରା ଯାହା କରିଦେଉଛନ୍ତି ଯଦି ପ୍ରୋଜେକ୍ଟ ଆପଣଙ୍କ ଦ୍ୱାରା ଯଦି ପ୍ରଡ୍ୟୁସ୍ କରିବେ ମୁଁ ନିହାତି କରିବି ସେଥିରେ ଅସୁବିଧା ନାହିଁ ତେଣୁ ଆଗାମୀ ଦିନରେ ଯଦି କୌଣସି ପ୍ରଡ୍ୟୁସର ଆସନ୍ତି ନିହାତି କାରଣ ଏଇଟା ଗୋଟେ ଯେଉଁଟା କହିଲେ ଏଇଟା ଗୋଟେ ବହୁତ ଭଲ ଷ୍ଟୋରି କାରଣ ଏ ଷ୍ଟୋରିରେ ଯେ ପାଖାପାଖି ଆପଣମାନେ 3ଟା 4ଟା ପାର୍ଟ ଯାତ୍ରାରେ ଦେଖି ସାରିଲେଣି ତା ଜୀବନ କାହାଣୀର ସଂଘର୍ଷ ଦେଖି ସାରିଲେଣି ଏଇ ଜାଗାରେ ଆପଣଙ୍କ ଭୂମିକାଟା କ'ଣ ରହିବ ତ ନିହାତି ମୋର ଭୂମିକା ତ ସବୁ ସମୟରେ ମୁଁ କହିଛି ବିପଦେ ଶ୍ମଶାନେ ଶବ ଯ ତିଷ୍ଠନ୍ତି ସ ବାନ୍ଧବା କାରଣ ମୁଁ ପ୍ରତ୍ୟେକ ସମୟରେ କହିଛି ଗୋଟେ ଭାଇ ହିସାବରେ ଯେହେତୁ ସେ ମୋ ହାତରେ ରାକ୍ଷୀ ବାନ୍ଧିବା ଭଉଣୀଟେ କାରଣ ଆମେ ଖାଲି ଯେ ଜନ୍ମ କରିଦେଲେ ହେଇଯାଏନି ଗୋଟେ ସ୍ନେହ ମମତା ବି ସବୁ ସମୟରେ ଥାଏ ତେଣୁ ତା ବିପଦ ଆପତ୍ତିରେ ସବୁ ସମୟରେ ମୁଁ ତା ଖୁସିରେ ବରଂ ଛିଡ଼ା ହେଇ ନ ପାରିଛି କିନ୍ତୁ ତା ଦୁଃଖରେ ଛିଡ଼ା ହେବା ପାଇଁ ମୁଁ ସବୁବେଳେ ଆଗେଇ ଆସିଛି ଶଳା ଥିଲେ ବର୍ତ୍ତମାନ ପୂର୍ବତନ ଶଳା ହେଲେ ନାଇଁ ଶଳା ଥିଲି ପୂର୍ବତନ ଶଳା ଅଛି ସେମିତିକା କିଛି ନାହିଁ ବର୍ତ୍ତମାନ ସମୟରେ କି ଯେଉଁ ଭାଇ ଥିଲି ମୁଁ ସେ ଭାଇ ହେଇକି ଅଛି ମୁଁ ଆଉ ଶଳା ଭିଣେଇ ଏସବୁ କ'ଣ ଆଉ ଚାହୁଁନାହିଁ ବର୍ତ୍ତମାନ ମୁଁ ଚାହୁଁଛି ଭଉଣୀଟି ଏମିତିକା ଖାଲି ମୋର ଭଉଣୀ ନୁହେଁ ସମଗ୍ର ଓଡ଼ିଶାବାସୀଙ୍କର ସେ ଭଉଣୀ ହେଇକି ରହୁ ସବୁବେଳେ ଏମିତି ତାକୁ ସେଇ ସ୍ନେହ ମମତା ଦିଅନ୍ତୁ ସେ ହସୁଥାଉ ଖୁସିରେ ଚାଲିଥାଉ ଶଳା ବିଧାର ଗୋଟେ ପରମ୍ପରା ଅଛି କେବଳ ବାହାଘର ବେଳେ ଶଳା ବିଧାଟି ପ୍ରେମର ଶଳା ବିଧା ଦିଅନ୍ତି ତାହେଲେ ଏବେ ଆପଣ ପ୍ରେମର ଦେବେ ପ୍ରେମର ଶଳା ବିଧା ହିସାବରେ ମୁଁ କହିଲି ତ ଗଙ୍ଗା ଜଳ ଦେଲି ନେଇକି ଗଙ୍ଗା ଜଳରେ ହିଁ ଗାଧୋଇ ପଡ଼ିଲା ଆଉ ଏ ବିଧାଟାର ଆଉ କ'ଣ ଅଛି ଭିଣେଇକୁ ଯେତେବେଳେ ଶଳା ମାନେ ଶଳା ବିଧା ମାରନ୍ତି
କେବଳ ବାହାଘର ବେଳେ ମାରନ୍ତି ଯେ କ'ଣ ଭଉଣୀ କି ଧୋକା ଦେଲା ବେଳେ ଆପଣଙ୍କର କର୍ତ୍ତବ୍ୟ ନଥିଲା ଗୋଟେ ବିଧା ମାରିବାକୁ ଭିଣେଇକି? ନା ନା ବିଧବା ସେଥିପାଇଁ କହିଲି ବା ବିଧବା ମାରିଲି କାରଣ ବିଧାଟା କଷ୍ଟ ଦିଏ ନା ଯେତେବେଳେ ଶଳା ବିଧା ମରା ଯାଏ ଭିଣେଇକି ଟିକେ କଷ୍ଟ ଲାଗିଥାଏ ତ ବାସ୍ ମୁଁ ସେଇ ହିସାବରେ ଟିକେ ଗଙ୍ଗା ଜଳ ଆଣିଥିଲେ ତ ଛିଞ୍ଚି ହେଇ ପଡ଼ିଲା ସେ ବାସ୍ ମୁଁ ଭାବିଲି ଯାହା ବି ହେଲେ ସେ କଷ୍ଟଟା ତାର ଦୂର ହେଇଗଲା। ଭାଇ ଲଭ୍ ତ କଲେ ବ୍ରେକଅପ୍ ହୁଏ ଏସବୁ ନିଶ୍ଚିତ ଭାବେ ଆମେ ମାନେ ସମସ୍ତେ ଦେଖୁଛେ ସୋସାଇଟି ଯାହା ଚାଲିଛି ଗୋଟେ ଯୁବକ ବଞ୍ଚି ଥାଉ ଥାଉ ତାକୁ ପ୍ରତିକ୍ରିୟା କରିବା ସୋସାଇଟିକୁ କ'ଣ ବାର୍ତ୍ତା ଦେଉଛି? ହଁ ବାର୍ତ୍ତା ପାଇଁ ଏଇଆ ବାର୍ତ୍ତା ଦେଲା ଯେ ଗୋଟେ ସତ ଭଲ ପାଇବା ବେଳେବେଳେ ଯେତେବେଳେ ଆମେ ସତ ଭଲ ପାଇବାକୁ ନେଇକି ଚାଲନ୍ତି ସେଇ ଭଲ ପାଇବା କେତେବେଳେ ଆଗକୁ ନେଇଯାଏ କେତେବେଳେ ମଧ୍ୟ ବଞ୍ଚି ଥାଉ ଥାଉ ସେଇଟା ପିଣ୍ଡଦାନ ହୁଏ। ତେଣୁ ସେମିତିକା କଥା ତେଣୁ ଯେହେତୁ ତ ତେଣୁ କରିକି ସେଥିପାଇଁ କହିଲି ଯେ ଭଲ ପାଇବା ପୂର୍ବରୁ ମଧ୍ୟ ପ୍ରତ୍ୟେକ ମଣିଷ ଚିନ୍ତା କରିବ ତ କେମିତିକା ସେ ଭଲ ପାଇବାଟା ହେବା ଦରକାର। ତେଣୁ ଆଜିର ସମୟରେ ଯେମିତିକା ହୁଏତ ଆମେ ଆଜି ଯାହାକୁ ଭଲ କହୁଛନ୍ତି କାଲି ତାକୁ ଖରାପ କହୁଛନ୍ତି କାଲି ଯାହାକୁ ବି ଖରାପ କହୁଛନ୍ତି ଆଜି ତାକୁ ଭଲ କହୁଛନ୍ତି ସେମିତି ନୁହେଁ। ପ୍ରତ୍ୟେକ ଜାଗାରେ ବୁଝାବଣା ରହିବା ଦରକାର ପ୍ରତ୍ୟେକ ବୁଝାବଣାକୁ ନେଇକି ଚାଲିବା ଦରକାର। ଏଥି ନିହାତି ଭାବରେ ଆପଣମାନେ ଏତେ ଦିନ ହେଲା ରହିଛନ୍ତି ସବୁ ଜାଣି ସାରିଥିବେ। ନିହାତି ଭାବରେ ଦେଖନ୍ତୁ ହଁ ଶୁଣନ୍ତୁ ମୁଁ ଯଦି କହିବି ଏଇଖା ରାନୀ ପଣ୍ଡା ପାଖରେ ଥିଲା କି ବୟଫ୍ରେଣ୍ଡ ଆପଣ କହିବେ ଯିଏ ଦେଖୁଥିବେ ହୁଏତ କହିବେ ରାନୀ ପଣ୍ଡା ଭଉଣୀ କହିଲେ ତ ଆପଣମାନେ ଜାଣିଛନ୍ତି ବିଗତ ରାନୀ ପଣ୍ଡା ମୋ ଭଉଣୀ ବୋଲି ସେଇଟା କହିବେ ତ ମୁଁ ତାଙ୍କ ଭାଇ ବୋଲି ସେଇଟା ଆପଣ କହିବେ କିନ୍ତୁ ମୁଁ ଏତିକି କହିବି ଯାହାର ଯାହା ବି ଥାଉ ଯଦି ଦୁଇ ଜଣଙ୍କ ଭିତରେ ବୁଝାବଣା ଏତେ ମୁଁ କହିବି ହଉ କିଛି ଲୋକ କହିବେ ଯେ ତାଙ୍କ ଭଉଣୀର ଭୁଲ ମୋ ଭଉଣୀର ଭୁଲ ଠିକ୍ ଅଛି ଯଦି ସେଇଟା ଥିଲା ହୁଏତ ତାଙ୍କ ଦ୍ୱାରା ବି ହେଇପାରିଥାନ୍ତା ସମାଧାନ ହେଇପାରିଥାନ୍ତା। ତେଣୁ କେଉଁଠି ନା କେଉଁଠି ଯେଉଁ ଜିନିଷଟା ରହିଗଲା ଶେଷ ରେଜଲ୍ଟ ମିଳିଲା କ'ଣ ଯେ ଆଜି ତାଙ୍କର ବାହାଘର ଯେହେତୁ ବାହାଘର ଯେତେବେଳେ ଜଣେ ମଣିଷ ଯାହାକୁ ଭଲ ପାଉଥିଲା ତାକୁ ଭୁଲି ଯେତେବେଳେ ଆଉ ଥରେ ପୁଣି ବେଦିରେ ବସିବା ପାଇଁ ନିଜର ମନସ୍ଥ କରିସାରିଛି ତେଣୁ ସେ ମଣିଷକୁ ଆଉ ହୃଦୟରେ ରଖି ଆଉ କ'ଣ ହେବ ଯେଉଁଥିପାଇଁ ସେ ବେଦନାଟାକୁ କାଢ଼ିବା ପାଇଁ ଆଜି ସେ ପିଣ୍ଡଦାନ କରିଛି। ଦିନରେ ପିଣ୍ଡଦାନ କଲେ ରାତିରେ କ'ଣ ମନେ ପକେଇବେନି ଯେତେବେଳେ ତାଙ୍କର ସେଠି ବାହାଘର ଚାଲିଥିବ ଆଉ ସବୁ ଚ୍ୟାନେଲରେ ବାଜୁଥିବ? ନିହାତି ଭାବରେ ଶୁଣନ୍ତୁ କାରଣ ଗୋଟିଏ କଥା ହେଲା ଏଇଆ ଯେ ମଣିଷ ତା ମନ ଭିତରେ ଯେଉଁ ଥାଏ ନା କୋହଟାକୁ କେବେ କହିପାରେନି। ଆଜି ବି ଯେତେବେଳେ ଯଦି ଆପଣମାନେ ଭିଜୁଆଲ୍ ସବୁ ଦେଖିଥିବେ ରାନୀ ପଣ୍ଡା ଯେତେବେଳେ ପାଣିରେ ବି ବୁଡ଼ ମାରୁଥିଲେ ତାଙ୍କ ସେ ଆଖିର କି ସେ ଯେଉଁ ଛଳ ଛଳ ସେ ଜଣାଇ ଦେଉଥିଲା ଯେ ତାଙ୍କ ହୃଦୟରେ କେତେ ବେଦନା ଅଛି କିନ୍ତୁ କାରଣ ସେଇଟା ତାର ମିଛ ଭଲ ପାଇବା ନଥିଲା କାରଣ ସେ ସତ ଭଲ ପାଇବାକୁ ନେଇ ଆଜି ପର୍ଯ୍ୟନ୍ତ ସଂଘର୍ଷ କରୁଥିଲା। କିନ୍ତୁ ସେଠି ହେଉ ଠାକୁରଙ୍କୁ ମୁଣ୍ଡିଆ ମାରିବା ବେଳେ ବି ହେଉ ତ ତା ମନ ଭିତରେ ସେତିକି ଦୁଃଖ ଦେଖିବାକୁ ମିଳିଥିଲା। ତେଣୁ ବା ସେତିକି ସମଗ୍ର ଓଡ଼ିଶାବାସୀ ମଧ୍ୟ ମୁଁ ହାତ ଯୋଡ଼ି କହିବି ଏବେ ସବୁବେଳେ ତା ସହିତ ରୁହନ୍ତୁ ତାକୁ ସେତିକି ଭଲ ପାଇବା ଦିଅନ୍ତୁ। ଆଉ ଯେଉଁମାନେ ସମାଜ ପାଇଁ ମୁଁ କହିବି ଯେଉଁ ଝିଅମାନେ ବି ହେଉ ପୁଅମାନେ ହେଉ ଯିଏ ବି ଭଲ ପାଉଛନ୍ତି ସେ ଭଲ ପାଇବା କୁହନ୍ତି ନା ଯେତେବେଳେ ବହୁତ ଗୁଡ଼ାଏ ଭଲ ପାଇବା ଆଜିର ସମୟରେ ସକ୍ସେସଫୁଲ୍ ହେଇଛି ଆଉ ଉଦାହରଣ ହେଇ ରହିଛି ମଧ୍ୟ ତ ସେମିତିକା ଭଲ ପାଇବା ପାଆନ୍ତୁ ଆଉ ଯେଉଁ ଭଲ ପାଇବାକୁ ନେଇ ନିଜ ଜୀବନରେ ସୁଖ ଆଣି ଚାଲନ୍ତୁ।